ତ ଗାଇस ଭୋଜି ଖାଇବା ପାଇଁ ଆଜି ଆମେ ଗଲୁ 18 କିଲୋମିଟର। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଚିରଞ୍ଜୀବୀ ଆପଣଙ୍କ ସହିତ ଏକ ନ୍ୟୁ ମିନି ବ୍ଲଗ ରେ। ତ ଗାଇସ ଆଜି ଗୋଟେ ସେସନ ପାର୍ଟି ଥିଲା କଳାପଥରରେ। ଆମେ ଗୋଷ୍ଠୀ ପିଲା ମେଳ ହେଇକି ବାହାରି ପଡିଥିଲୁ ଭୋଜି ଖାଇବା ପାଇଁ। ଭୋଜି ଖାଇବା ପାଇଁ ଆମେ ଏତେ ବିକଳ ହେଇଥିଲୁ ଯେ ଭୁଲେ ଆଉ ଗୋଟେ ଭୋଜିରେ ପଶି ଯାଇଥିଲୁ। ଭାଇରେ ଭୋଜି ଖାଇକି ବାସନ ମାସିନ ଟା ଆଜି ଆମ ସହିତ ଘଟି ଯାଇଥାନ୍ତା। ଆକ୍ଚୁଆଲି କଣ ହେଇଛି ନା ବାହାଘରଟା ଏଇ ମଣ୍ଡପରେ କରିଥିଲେ, ତ ଆମେ ଭାବିଲୁ କି ଏଇ ମଣ୍ଡପରେ ରିସେପସନ ବି କରୁଥିବେ। ତାପରେ ମଣ୍ଡପ ଭିତରକୁ ଗଲା ପରେ ଜଣା ପଡିଲା କି ଏଇ ଭୋଜିଟା ନୁହଁ ବୋଲି। ତାପରେ ହାତରେ ଗିଫ୍ଟ କୁ ଧରି ଠିକ ଜାଗାରେ ପହଞ୍ଚି ଗଲୁ। ଦେଖୁଛନ୍ତି ସାଙ୍ଗମାନେ କେତେ ସୁନ୍ଦର ସେ ଡେକୋରେସନ ହେଇଛି। ଭିତରକୁ ଗଲା ପରେ ଫାଷ୍ଟ ବର କନ୍ୟା ପାଖକୁ ଗଲୁ। ଦେଖୁନ ଗିଫ୍ଟ ଦେବା ପାଇଁ କେତେ ସାରା ଭିଡ ବି ହେଇଛନ୍ତି। ତାପରେ ଆମେ ଗୋଷ୍ଠୀ ପିଲା ଯାଇକି ଭାଇ ଭାଉଜଙ୍କ ହାତରେ ଗିଫ୍ଟ ଟାକୁ ଧରି ଦେଇକି ଚାଲି ଯାଇଥିଲୁ ଭୋଜି ଖାଇବା ପାଇଁ। ଷ୍ଟାର୍ଟର ରେ ପ୍ରଥମେ ଏକ ବିକଳ ହେଲା ଗୁପଚୁପ ମେଞ୍ଚାଟା ଖାଇଦେଲୁ। ତାପରେ ପନିର ପକୋଡା, ଆମେରିକାନ ଚିକେନ ପକୋଡା, ଅଣ୍ଡା ଚକୁଆଣି ଖାଇଦେଲୁ। ଯେହେତୁ ଆମ ଗାଁର ଜଣେ ଭାଇଙ୍କର ରିସେପସନ ହଉଥିଲା, ସେଥିଲାଗି ଭୋଜି ଖାଇବା ପାଇଁ ଗାଁରୁ ବହୁତ ପିଲା ଆସିଥିଲେ। ସୁପ୍ ଆଉ ଆଇସ୍କ୍ରିମ ଖାଉଥିବା ସମୟରେ କ୍ୟାମେରାକୁ ଦେଖିକି ଜଣେ ଭାଇ ବି ହାଇ କରିଦେଇଥିଲେ। ଆଉ ଏପଟେ ସାନ ଭାଇରା କହିଲେ କି ଆମକୁ ବି ଟିକେ ବ୍ଲଗ ଆଣ ହରି। ତାପରେ ଆମେ ଚାଲୁ ମେନ୍ କୋର୍ସ ଆଇଟମ ସବୁ ଆଣିବା ପାଇଁ। ଆଉ ସବୁ ଆଇଟମ ଭିତରେ ଏଇ ଜିନିଷଟା ସବୁଠୁ ବେଶୀ ଭଲ ଲାଗୁଥିଲା। ଆଉ ଲାଷ୍ଟକୁ ସମସ୍ତଙ୍କୁ ବାଏ ବାଏ କରିଦେଇକି ଆଜି ଭିଡିଓକୁ ଏଇଠି ଏଣ୍ଡ କରିଦେଲି। ଆଉ ହଁ, ଆଜି ଭିଡିଓ ଆପଣଙ୍କୁ କେମିତି ଲାଗିଲା ତ କମେଣ୍ଟ ବି କରିଦେବେ।